କଂଗ୍ରେସରେ ଜାରି ହେଲା ଫତୋଆ, ନେତାଙ୍କ ମୁହଁରେ ଭିଡ଼ା ହେଲା ତୁଣ୍ଡି। ଏଣିକି ମିଡିଆ ସାମ୍ନାରେ ମନ ଇଚ୍ଛା ଗପି ପାରିବେ ନାହିଁ ନେତା। ନିୟମ ଆଣିଲେ ପିସିସି ସଭାପତି। ବୟାନ ଦେବା ପୂର୍ବରୁ ନେବେ ଅନୁମତି। ଦଳର ମଙ୍ଗ ସମ୍ଭାଳୁ ସମ୍ଭାଳୁ ଆକ୍ଟିଭ ଷ୍ଟେପ୍ ମାନ ନେଇ ଚର୍ଚ୍ଚାରେ ରହିଆସିଛନ୍ତି ଭକ୍ତ ଦାସ। ଏବେ କିନ୍ତୁ ସର୍ବକ୍ଷମା ନୁହେଁ, ବରଂ ନେତାଙ୍କ ପ୍ରଳାପ ଉପରେ ରୋକ ଲଗାଇଛନ୍ତି ଭକ୍ତ। କିଛି ଦିନ ତଳେ କିଟ୍ ପ୍ରସଙ୍ଗ ରାଜ୍ୟର ଛବିକୁ ଆନ୍ତର୍ଜାତିକ ସ୍ତରରେ ମଳିନ ପକାଇଥିଲା। କିଟ୍ର ବେପରୁଆ ମନୋଭାବ ପାଇଁ ରାଜ୍ୟ କଂଗ୍ରେସର ଛାତ୍ର ଶାଖା ତରଫରୁ ଧାରଣା ଦିଆଯିବା ସହିତ କିଟ୍ର ମନମାନିକୁ ରାଜ୍ୟ କଂଗ୍ରେସ ଦୃଢ଼ ଭାବେ ନିନ୍ଦା କରିଥିଲା। କିନ୍ତୁ ଏସବୁ ଭିତରେ ଦଳର ନେତା ଦେବାଶିଷ ପଟ୍ଟନାୟକ କିଟ୍ ସପକ୍ଷରେ ଯୁକ୍ତି ବାଢ଼ିଥିଲେ, ଯାହାକି କଂଗ୍ରେସକୁ ଦିଗହରା କରିଥିଲା। ଗୋଟିଏ ପଟେ କଂଗ୍ରେସ କିଟ୍ ପ୍ରସଙ୍ଗକୁ ନେଇ ରାଜରାସ୍ତାକୁ ଓହ୍ଲାଇଥିବା ବେଳେ ଅନ୍ୟପଟେ ଦେବାଶିଷଙ୍କ କିଟ୍ ସପକ୍ଷ ଟିପ୍ପଣୀକୁ ଦେଖି କଂଗ୍ରେସରେ ଡୁଆଲ ଷ୍ଟାଣ୍ଡ ଚାଲିଛି ବୋଲି ଚର୍ଚ୍ଚା ବି ହେଲା। ଏଭଳି ମନ ଇଚ୍ଛା ମିଡିଆ ଆଗରେ ଗପିବା ଦ୍ୱାରା ଦଳର ଛବି ମଳିନ ହେଉଥିବା ଭକ୍ତ ଅନୁଭବ କଲେ। ଶେଷରେ ଜାରି କଲେ ନିର୍ଦ୍ଦେଶନାମା। ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି କି ଏଣିକି ଯେକୌଣସି କଂଗ୍ରେସର ନେତା ମିଡିଆ ସାମ୍ନାକୁ ଆସି ବୟାନବାଜି କରିବା ପୂର୍ବରୁ ପିସିସିର ମୁଖ୍ୟ ଅଥବା ଦଳର ମିଡିଆ ଚେୟାରମ୍ୟାନଙ୍କୁ ଅବଗତ କରିବେ। ସେମାନଙ୍କ ଠାରୁ ଗ୍ରୀନ ସିଗ୍ନାଲ ପାଇଲା ପରେ ହିଁ ନିଜର ମୁହଁ ଖୋଲିବେ। ଖାଲି ମିଡିଆ ବାଇଟ୍ ନୁହେଁ, ନିଜ ସୋସିଆଲ ମିଡିଆରେ ବିଭିନ୍ନ ପ୍ରସଙ୍ଗର ପୋଷ୍ଟ ଅଥବା ଟ୍ୱିଟ୍ ପାଇଁ ମଧ୍ୟ ସମାନ ନିୟମ ଲାଗୁ ହେବ ବୋଲି ଏଥିରେ ସ୍ପଷ୍ଟ ଭାବରେ ଉଲ୍ଲେଖ ରହିଛି। ପୂର୍ବରୁ ମଧ୍ୟ ଦଳର ବିଭିନ୍ନ ନେତା ମିଡିଆ ସାମ୍ନାରେ ଏଣୁ ତେଣୁ ଗପିବା ଦ୍ୱାରା ଦଳର ଭାବମୂର୍ତ୍ତି ଉପରେ ଆଞ୍ଚ ଆସୁଛି। ଆଗକୁ ପଞ୍ଚାୟତ ଇଲେକ୍ସନ ଥିବାରୁ ଭକ୍ତ ଆଉ ଏଭଳି ରିସ୍କ ନେବା ପାଇଁ ଚାହୁଁନାହାନ୍ତି। ତେଣୁ ଏଭଳି ଫତୋଆ ଜାରି କରି ନେତାଙ୍କ ଅମାନିଆ ତୁଣ୍ଡରେ ତୁଣ୍ଡି ବାନ୍ଧିବାକୁ ପ୍ରୟାସ କରିଛନ୍ତି ବୋଲି ଶୁଣିବାକୁ ମିଳୁଛି। ତେବେ ଆସନ୍ତା 2 ବର୍ଷ ଭିତରେ ଦଳକୁ ଟପ୍ ଲେଭେଲକୁ ନେବା ପାଇଁ ଅଣ୍ଟା ଭିଡ଼ିଛନ୍ତି ଭକ୍ତ। ଦଳକୁ ଏହି ଅବଧି ଭିତରେ ସେ ଶୀର୍ଷକୁ ନେଇ ନ ପାରିଲେ ନିଜେ ଦାୟୀ ରହିବେ ବୋଲି ପୂର୍ବରୁ କହିସାରିଛନ୍ତି। ତେବେ ପୂର୍ବରୁ ସର୍ବକ୍ଷମା ଏବଂ ଏବେ ଏଭଳି ଫତୋଆ ନିଶ୍ଚୟ ଦଳ ପାଇଁ ପ୍ଲସ୍ ପଏଣ୍ଟ ହେବ ବୋଲି ରାଜନୈତିକ ସମୀକ୍ଷକମାନେ କହିବା ଆରମ୍ଭ କରିଦେଲେଣି। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ଆଲର୍ଟ 24x7।